ପକ୍ଷରୁ ଆୟୋଜିତ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ 125ତମ ଜନ୍ମବାର୍ଷିକୀ ସମାରୋହର ମୁଖ୍ୟ ଅତିଥି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟି ମହୋଦୟ, ସମ୍ମାନିତ ଅତିଥି କଟକର ସାଂସଦ ଏବଂ ସେହି ପୁଣ୍ୟାତ୍ମା ଡକ୍ଟର ହରେକୃଷ୍ଣ ମହତାବଙ୍କ ସୁପୁତ୍ର ଡକ୍ଟର ଭର୍ତ୍ତୃହରି ମହତାବ ମହୋଦୟ, ମୁଖ୍ୟ ବକ୍ତା ପ୍ରଫେସର ଖାରବେଳ ମହାନ୍ତି ମହାଶୟ, ସାରଳା ସାହିତ୍ୟ ସଂସଦର ଉପଦେଷ୍ଟା ସମ୍ପାଦକ ଏବଂ କୋଷାଧ୍ୟକ୍ଷ ଏବଂ ଅନ୍ୟାନ୍ୟ ସଦସ୍ୟ ବୃନ୍ଦ ଯେଉଁମାନେ ଉପସ୍ଥିତ ଅଛନ୍ତି ଏବଂ ଉପସ୍ଥିତ ସୁଧୀବୃନ୍ଦ ଯେଉଁମାନେ ଡକ୍ଟର ହରେକୃଷ୍ଣ ମହତାବଙ୍କୁ ଏବଂ ତାଙ୍କ ଆଦର୍ଶକୁ, ତାଙ୍କ କୃତି ଓ କୃତିତ୍ୱକୁ ଭଲ ପାଆନ୍ତି ଆପଣମାନେ, ମୁଁ ଏହି ଅବସରରେ ଗଭୀର କୃତଜ୍ଞତା ଜ୍ଞାପନ କରୁଛି ମାନ୍ୟବର ରାଜ୍ୟପାଳ ମହୋଦୟଙ୍କୁ। ଆମର ନିବେଦନ ରକ୍ଷା କରି ସେ ଆଜି ଏହି ସମାରୋହରେ ଉପସ୍ଥିତ ହୋଇଛନ୍ତି ଏବଂ ତାଙ୍କ କରକମଳରେ ଏହି ସମାରୋହ ଉଦ୍ଘାଟିତ ହୋଇଛି। ମୋ ପାଇଁ ସେ ବିଶେଷତଃ ମୁଁ ଗର୍ବ କରେ ତାଙ୍କ ପାଇଁ ଯେ ସେ ଜଣେ ହେଉଛନ୍ତି ଇଞ୍ଜିନିୟର ଏବଂ ପ୍ରଫେସର। ମୋର ମନେ ହୁଏ ଭାରତବର୍ଷରେ ଆଉ କେହି ଇଞ୍ଜିନିୟର ରାଜ୍ୟପାଳ ହୋଇନାହାନ୍ତି। ମୁଁ ଯେହେତୁ ଜଣେ ଇଞ୍ଜିନିୟର ଏବଂ ଓଡ଼ିଶା ସରକାରଙ୍କ ଇଞ୍ଜିନିୟରିଂ ଚିଫ୍ ପଦରୁ ଅବସର ଗ୍ରହଣ କରିଛି। ଅବସର ପରେ ମଧ୍ୟ ITR ବା ସୋଆ ୟୁନିଭର୍ସିଟିରେ ମୁଁ 2 ବର୍ଷ ପ୍ରଫେସର ରୂପେ ଅଧ୍ୟାପନା କରିଛି। ସେଥିପାଇଁ ମୁଁ ଗର୍ବ ଅନୁଭବ କରେ ଜଣେ ଇଞ୍ଜିନିୟର ପ୍ରଫେସର ଆମ ରାଜ୍ୟର ପ୍ରଥମ ନାଗରିକ ଏବଂ ମହାମହିମ ରାଜ୍ୟପାଳ। ମୁଁ ତାଙ୍କୁ ମୋ ତରଫରୁ ସାରଳା ସାହିତ୍ୟ ସଂସଦ ପକ୍ଷରୁ ଏବଂ ଓଡ଼ିଶାବାସୀଙ୍କ ପକ୍ଷରୁ, ବିଶେଷତଃ ଆମର ଇଞ୍ଜିନିୟରମାନଙ୍କ ପକ୍ଷରୁ, ଯେହେତୁ ମୁଁ ଓଡ଼ିଶା ଇଞ୍ଜିନିୟର୍ସ ଫୋରମର ଚେୟାରମ୍ୟାନ୍ ବା ଅଧ୍ୟକ୍ଷ, ଓଡ଼ିଶାର ସମସ୍ତ ଇଞ୍ଜିନିୟରମାନଙ୍କ ପକ୍ଷରୁ ତାଙ୍କୁ ହାର୍ଦ୍ଦିକ ସ୍ୱାଗତ ଜଣାଉଛି। ଆଧୁନିକ ଓଡ଼ିଶାର ବୀରପୁଙ୍ଗଙ୍କ ମଧ୍ୟରେ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ଅଗ୍ରଗଣ୍ୟ। ଡକ୍ଟର ମହତାବ ସ୍ୱାଧୀନତା ସଂଗ୍ରାମକୁ ବ୍ୟାପକତର କରି ସ୍ୱାଧୀନତା ଆଣିଥିଲେ ଦେଶକୁ ଏବଂ ନବ ଉତ୍କଳର ନିର୍ମାତା ହେଲେ। ମହତାବଙ୍କ ବ୍ୟକ୍ତିତ୍ୱ ବହୁଧା ବିଭକ୍ତ। ସେ ଏକାଧାର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ରାଜନୀତିଜ୍ଞ, ପ୍ରସିଦ୍ଧ ଐତିହାସିକ, ପ୍ରଥିତଯଶା ସାହିତ୍ୟିକ ଓ ପ୍ରଖ୍ୟାତ ଦେଶ ସେବକ। ସେ ଓଡ଼ିଶାର ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର କ୍ୟାବିନେଟ୍ ମନ୍ତ୍ରୀ, ବମ୍ବେର ରାଜ୍ୟପାଳ, ଜାତୀୟ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରଭୃତି ବହୁ ପଦବୀରେ ଅଧିଷ୍ଠିତ ହୋଇଥିଲେ। ତାଙ୍କର ଶାସନ କାଳରେ ସେ ନୂତନ ରାଜଧାନୀ ଭୁବନେଶ୍ୱର, ଓଡ଼ିଶା ହାଇକୋର୍ଟ, ଓଡ଼ିଶା ପବ୍ଲିକ୍ ସର୍ଭିସ୍ କମିଶନ, ଅଲିମ୍ପିକ୍ ଆସୋସିଏସନ୍, ହୀରାକୁଦ ବନ୍ଧ ଏବଂ ଓଡ଼ିଶା ଟେକ୍ସଟାଇଲ ମିଲ୍ସ ରାଜ୍ୟ ପରିକଳ୍ପନା ମଧ୍ୟ ସେ କରିଥିଲେ, ପ୍ରତିଷ୍ଠା କରିଥିଲେ। এইଭଳି ଜଣେ ମହାନ ବ୍ୟକ୍ତିତ୍ୱ ସେ। ଭୁବନେଶ୍ୱରରେ ଆଜି ଯେଉଁ ନୂଆ ରାଜଧାନୀ ନିର୍ମାଣ ହୋଇଛି ତାହା ହେଉଛି ଡକ୍ଟର ମହତାବଙ୍କ ମହାର୍ଘ ଅବଦାନ ଓଡ଼ିଶାକୁ, ଓଡ଼ିଶାବାସୀଙ୍କ ପାଇଁ। ମହତାବ ଜଣେ ପ୍ରସିଦ୍ଧ ସାହିତ୍ୟିକ ଥିଲେ। ସାହିତ୍ୟର ବିଭିନ୍ନ ବିଭାଗ ଯଥା ପ୍ରବନ୍ଧ, ଉପନ୍ୟାସ, ଗଳ୍ପ, କାବ୍ୟ, କବିତା, ନାଟକ, ଗୀତିନାଟ୍ୟ ଓ ଆତ୍ମଜୀବନୀ ପ୍ରଭୃତି କ୍ଷେତ୍ରରେ ସାଧନା କରି ସିଦ୍ଧିଲାଭ କରିଥିବା ସାଧକ ହେଉଛନ୍ତି ଡକ୍ଟର ହରେକୃଷ୍ଣ ମହତାବ। ଗୋପବନ୍ଧୁଙ୍କ ପରି ମହତାବ ସାମ୍ବାଦିକତାକୁ ନିଜ ଜୀବନର ଅଙ୍ଗ ରୂପେ ଗ୍ରହଣ କରିଥିଲେ। 1923 ମସିହାରେ ସାପ୍ତାହିକ ପ୍ରଜାତନ୍ତ୍ର ପ୍ରତିଷ୍ଠା କରିଥିଲେ। 1947 ସେପ୍ଟେମ୍ବରରେ କଟକର ବିହାରୀବାଗରେ ପ୍ରଜାତନ୍ତ୍ର ପ୍ରେସ୍ ପ୍ରତିଷ୍ଠା କରିଥିଲେ। ତାଙ୍କ ନୀତିନିଷ୍ଠ ଉଦ୍ୟମ ଫଳରେ ପ୍ରଜାତନ୍ତ୍ର ଓଡ଼ିଶାର ଶ୍ରେଷ୍ଠ ସମ୍ବାଦପତ୍ରର ମାନ୍ୟତା ଲାଭ କଲା। ପ୍ରଜାତନ୍ତ୍ରରେ ସମ୍ବାଦ ସାହିତ୍ୟ ଇତ୍ୟାଦି ପରିବେଷଣ ସହିତ ଆଉ ଏକ ଆକର୍ଷଣୀୟ ବିଭାଗ ଥିଲା ଗାଁ ମଜଲିସ।
याको महताब निजे लिखुले। एथिरे दुखी दरिद्र शोषित जनसाधारण समवेदनार उच्छ्वास देखा मिलूला। गाँ मजलिस ग्रंथ पाई से केंद्र साहित्य एकाडेमी पुरस्कार लाभ करथिले। तांकर उद्यम रे आ गोटे कथा कहू चाहे जे सारला दास कृति को उज्जीवित करने से विभिन्न पदक्षेप ग्रहण करथिले। तांकर उद्यम रे 18 पर्व विशिष्ट जो सारला मा दास महाभारत प्रोफेसर आत्मवल्लभ महांती संपादना करथिले एवं ओडिशा तांकर उद्यम रे ओडिशा सरकार संस्कृति विभाग 1963 मसीह ताको प्रकाश करथिला। ता दुर्लभ होबारो दुष्प्राप्य होबारो 2007 मसीह सारला साहित्य संसद से पुस्तक को से महाभारत को प्रकाश कला एवं पुणी थरे 2017 मसीह पुणी थरे 2000 कपि बा 2000 सेट से महाभारत सारला महाभारत प्रकाश कला। से जदि सारला महाभारत को संपादित न करिथान्ते एवं प्रकाश न करिथान्ते संस्कृति विभाग द्वारा ताहले आमे जो बारंबार 2 थर प्रकाश कलु एवं आज ओडिशार विभिन्न स्थान में उपलब्ध होउची। कॉलेज स्कूल कॉलेज ठार आरंभ करी जो माने साहित्यिक गवेषक ओडिशा रे समस्त पाखे उपलब्ध होउची। तार आद्य उद्यम होउची डॉक्टर हरेकृष्ण महताब जींकर। से झंकड़ सारला पीठरे सारला स्तंभ निर्माण करिसेंती। मु जेहेतु सेई माटीर संतान मु गर्व अनुभव करे जेतेबेले जाए से सारला मंदिर को सारला स्तंभ रे मुंडिया मारे एवं महताब जी को मन मध्य मुंडिया मारे। तांकरी उद्यम रे प्रजातंत्र प्रकाशन संस्था सारला स्मरणिका प्रकाश करथिले। मोर मन हुए सारला दासंक उपरे जते आलोचना होईची आमे मध्य सारला साहित्य संसद 14 खंड ग्रंथ ओडिया रे इंग्राजी एवं हिंदी रे मध्य प्रकाश करिची किंतु सारला स्मरणिका मोर मन हुए एक श्रेष्ठ ग्रंथ। 1987 मसीहा जनवरी मास 2 तारिख रे तांकर देहांत परे तांकर मर शरीर को जतबले भुवनेश्वर रु अणागला प्रजातंत्र परिसर को मु सेठारे उपस्थित होई तांक मर शरीर रे श्रद्धांजलि अर्पण करथिली पुष्पार्घ्य अर्पण करिथिली एवं सेही समय मोर मन भीतर को एक पंक्ति आसला कवि चंद्रशेखर मिश्रंकर एक कवितार पंक्ति सोईगला ऐरावत हिमालय पर्वत सुखीगला से तार शाश्वत झरण कुह सिना मृत्यु नामे जाइछि अमर धामे बाहुडा विजय तार नुहुणी मरण। धन्यवाद।